ଜୀବନରେ ଶାନ୍ତିରେ ବଞ୍ଚିବାର 8ଟି ସୂତ୍ର। ଗାଁ ଠାରୁ କେବେ ଦୂରରେ ଘର କରିବେନି, ନଚେତ୍ ଆପଣ କେବେ ଶାନ୍ତିରେ ଶୋଇପାରିବେନି। ଖରାପ ଲୋକଙ୍କ ଠାରୁ ଯଦି ଶସ୍ତାରେ ଜମି ମିଳେ କେବେ ବି କିଣନ୍ତୁ ନାହିଁ। ଦୁଷ୍ଟ ଲୋକ ସହିତ ଭାବ ରଖିବେନି, ଏହା ଜୀବନ ପ୍ରତି ବିପଦ। ପିତା ମାତାଙ୍କ ସ୍ୱୀକୃତି ନ ପାଇ ବାହା ହେବେନି ଏବଂ ଅଜଣା ଅଚିହ୍ନା ଲୋକଙ୍କୁ ଘରେ ଆଶ୍ରୟ ଦେବେନି। ମଦ, ଗଞ୍ଜେଇ, ଚୋରି, ଠକେଇ, ପରକୀୟା ପ୍ରୀତି ଏମାନଙ୍କ ଠାରୁ ଦୂରରେ ରହିବେ। ବିପଦ ସମୟରେ ଥଟ୍ଟା ପରିହାସ କାହାକୁ କରନ୍ତୁ ନାହିଁ ଏବଂ ଉପକାର କରିଥିବା ଲୋକଙ୍କୁ କେବେ ଭୁଲନ୍ତୁ ନାହିଁ। ମନେ ରଖନ୍ତୁ, ଦୁଃଖ ପରେ ସୁଖ ସଂସାରରେ ଲାଗି ରହିଛି। ଦୁଃଖ ବେଳେ ନିଜକୁ ସମ୍ଭାଳନ୍ତୁ। ଅଧର୍ମ ବାଟର ପଥିକ ନ ହୋଇ ଧର୍ମର ପଥରେ ଚାଲନ୍ତୁ। ଭଗବାନ ଆପଣଙ୍କର ମଙ୍ଗଳ କରିବେ। ଆପଣଙ୍କର ସମୟ ମଧ୍ୟ ଆସିବ। ଅନ୍ୟ କାହାର ସଫଳତା ଦେଖି ନିଜ ଜୀବନକୁ କେବେ ବିଫଳ ଭାବନ୍ତୁନି। ଗୋଟିଏ ବଗିଚାରେ ସବୁ ଫୁଲ ଏକା ସମୟରେ ଫୁଟନ୍ତିନି। କିଛି ଫୁଲ ସକାଳେ ଫୁଟେ, ଆଉ କିଛି ଫୁଲ ଫୁଟିବାକୁ ସମୟ ନିଏ। କିନ୍ତୁ ତାର ଅର୍ଥ ନୁହେଁ ବିଳମ୍ବରେ ଫୁଟୁଥିବା ଫୁଲର ସୁନ୍ଦରତା କମ୍। ତେଣୁ ଅନ୍ୟର ସମୟ ସହ ନିଜ ସମୟର ତୁଳନା କରନ୍ତୁନି। ନିଜ ପରିଶ୍ରମ କରିଚାଲନ୍ତୁ। ଆପଣଙ୍କର ସମୟ ଆସିଲେ ଆପଣ ମଧ୍ୟ ନିଶ୍ଚୟ ଫୁଟିବେ। ଏହା ହିଁ ବିଧିର ବିଧାନ। ଯେଉଁ ମନୁଷ୍ୟ ସତରେ ଥାଏ ବା ସତ କହିବାକୁ ଭଲ ପାଏ, ସଂସାରରେ ସର୍ବାଧିକ ଘୃଣା ସେହି ମନୁଷ୍ୟକୁ ହିଁ ମିଳିଥାଏ। ସବୁ କଷ୍ଟ କହି ହୁଏନି, କିଛି କେବଳ ଅନୁଭବ ହୁଏ। ହସୁଛି ଠିକ୍, କିନ୍ତୁ ଭିତରେ ବହୁତ କିଛି ଭାଙ୍ଗି ଯାଇଛି। କିଛି ସ୍ମୃତି ଏମିତି ଥାଏ, ମନେ ପଡ଼ିଲେ ଆଖି ଭିଜିଯାଏ। ସମୟ ବଦଳିଗଲା, କିନ୍ତୁ ଅଭାବଟା ଆଜି ବି ସେମିତି ଅଛି। ଭିତରର କଷ୍ଟ ସବୁବେଳେ ଶବ୍ଦରେ କହି ହୁଏନି। ନିଜ ଶରୀରକୁ ଆକର୍ଷଣୀୟ କିପରି କରିବେ? ସକାଳ 5 ଘଣ୍ଟା ସମୟରେ ଉଠି ପଡ଼ନ୍ତୁ। ଉଠିବା ପରେ 1 ଗ୍ଲାସ କିମ୍ବା 2 ଗ୍ଲାସ ଅଳ୍ପ ଉଷୁମ ପାଣି ପିଅନ୍ତୁ। ସକାଳେ 2 ରୁ 4 କିଲୋମିଟର ବୁଲିବାକୁ ଯାଆନ୍ତୁ। 1 ଘଣ୍ଟା ଯୋଗ କରନ୍ତୁ। ରାତି ସାରା ଭିଜା ଯାଇଥିବା ଗଜାମୁଗ ଓ ବୁଟ ଖାଲି ପେଟରେ ଖାଆନ୍ତୁ। ପ୍ରତିଦିନ 2ଟି କଦଳୀ ଖାଆନ୍ତୁ। ପ୍ରତିଦିନ ଗୋଟିଏ ଗ୍ଲାସ ଗାଈ କ୍ଷୀର ପିଅନ୍ତୁ। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ସହିତ ପ୍ରଚୁର ପରିମାଣରେ ସାଲାଡ୍ ଖାଆନ୍ତୁ। ସାରା ଦିନରେ 6 ରୁ 7 ଲିଟର ପାଣି ପିଅନ୍ତୁ। ସନ୍ଧ୍ୟାରେ ଗୋଟିଏ କପ୍ ଗ୍ରୀନ୍ ଟି ପିଅନ୍ତୁ। ଯଦି ଆପଣଙ୍କର ବୟସ 40 ବର୍ଷରୁ ଅଧିକ ହୋଇଥାଏ, ତେବେ ରାତିରେ କମ୍ ଖାଆନ୍ତୁ। ଯଦି ଖାଇବାର ଅଛି 6ଟା ପୂର୍ବରୁ ଖାଇଦିଅନ୍ତୁ। ରାତି ଖାଇବା ପରେ ଅତି କମରେ 1000 ପାଦ ନିଶ୍ଚିତ ଚାଲନ୍ତୁ। ଜୟ ଶ୍ରୀ ଜଗନ୍ନାଥ।